जगदानन्दकन्दाय प्रणतार्ति हराय च नीलाचलनिवासाय चतुर्धामृतये नमः। चतुर्धामृतये नमः। जय जगन्नाथ। विश्वर अगणित मानव जाति जनसमूह एवं लोक मानू सचेतन वार्ता कार्यक्रम को स्वागत। आजिर कथावस्तुर शीर्षक मालिका को न बुझी बाउला केते। आजिर कथावस्तुर शीर्षक मालिका को न बुझी बाउला केते। केवल सेतिकी नुहे, बाउला कथारे बाउला केते। तेबे आसंतु कथावस्तु को आलोचना करिबा। आपण माने टेलीमीडिया माध्यम रे टीवी हो बा यूट्यूब चैनल हो, ये सब माध्यम रे देखिबा को सुनिबा को पाउछंती भविष्यत मालिका, जुग शेष बा जुग क्षय, जुग परिवर्तन, भगवानंकर आविर्भाव बा अवतार, देवादेवी मानंकर जाग्रत तथा किछि किछि देवी देवतांकर मनुष्य शरीर धारण बा जन्म, भगवान कल्किंकर बा अवतारी पुरुषंकर मानव लीला एवं जुग क्षय प्रकृतिर तांडव, युद्धर विभीषिका, विभिन्न प्रकार परिस्थिति, यही सब को नहीं अनेक चैनल, यूट्यूब चैनल, टीवी चैनल, अनेक व्यक्ति निज निजर मत मंतव्य प्रदान करुछंती। किंतु केही केबे विचार करुनाहंती जे तथ्य भिन्न केमिति हेई पारुछि बा तथ्य भिन्न केमिति हेई पारिबो। पंचसखा माने जदि सेमानंकर मत को एक बोली मुक्त कंठरे घोषणा करिछंती, ताहाले आमे जो मालिका को शुणुछे, जानिछे, पाठ करुछे बा पढ़ुछे किंबा पढ़ीछे, सेथिरे मत पार्थक्य किभली होई पारिबो, एतिकी विचार न करी भिन्न भिन्न ढंगरे भिन्न भिन्न शैली रे उपस्थापना करी निजर व्यवसाय को बा निजकू परिचय तैयारी करने को एक एक प्रयास जहाँ वर्तमान देखा मिलुछि। ये गला जो माने मालिका को न बुझी प्रचार प्रसार करुछंती सेई मानंकर कथा। तेबे या पर कथाटी कौन? या पर कथाटी होउछि जे बाउला कथारे बाउला केते। अर्थात ये उड़ीसा, ये देश बा ये राज्य, ये देश एमती कि आहुरी अनेक अधिकांश स्थान रे कोठी ना कोठी सुनिबा को मिलुछि जुगक्षय, जुग अवतार, देवी देवता मानकर आगमन एवं कल्की लीला, भविष्यत मालिका। यही कथा को जो माने प्रचार प्रसार करुछंती से माने निजे न बुझिकी बाउला हेइछंती
ଏବଂ ବାଉଳା କଥାକୁ ପ୍ରସାର କରୁଛନ୍ତି। ତେଣୁ ଏମାନେ ପ୍ରଥମରୁ ବାଉଳା, କିନ୍ତୁ ଏମାନଙ୍କ କଥାକୁ ଯେଉଁମାନେ ଶୁଣୁଛନ୍ତି ସେମାନଙ୍କ ସଂଖ୍ୟା କେତେ? ଏମାନେ କେତେ ସଂଖ୍ୟକ ଅଛନ୍ତି ଆପଣମାନେ ବିଚାର କରନ୍ତୁ। କେତୋଟି ଟିଭି ଚ୍ୟାନେଲ ମାଧ୍ୟମରେ ଯୁଗକ୍ଷୟ ବା ଅବତାର ଭବିଷ୍ୟତ ମାଳିକା ବାବଦରେ ଚର୍ଚ୍ଚା କେଉଁ କେଉଁ ଚ୍ୟାନେଲରେ ହେଉଛି। ଏ ଦାସର କୌଣସି ଚ୍ୟାନେଲର ନାମ ନେବା ଆବଶ୍ୟକ ନାହିଁ ବା ତାଙ୍କ ଚ୍ୟାନେଲର ନାଁ କହିବା କୌଣସି ଆବଶ୍ୟକତା ନୁହେଁ। ଆପଣମାନେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି କେଉଁ ଚ୍ୟାନେଲରେ ଏସବୁ ପ୍ରସାର କରାଯାଉଛି ଏବଂ ଧୀରେ ଧୀରେ ତାହା ଆଉ କେଉଁ ଚ୍ୟାନେଲ ଆଡ଼କୁ ଅଗ୍ରସର ହେଉଛି। ୟୁଟ୍ୟୁବ ଚ୍ୟାନେଲ ତ ଆପଣମାନେ ସମସ୍ତେ ଦେଖୁଛନ୍ତି। ତେଣୁ ଏମାନଙ୍କ ସଂଖ୍ୟା କେତେ ଏ ଚ୍ୟାନେଲରୁ ଆପଣ ନିଶ୍ଚୟ ଅନୁମାନ କରିନେବେ। କିନ୍ତୁ ଏମାନେ ଯେଉଁ ବାଉଳା, ଏ ବାଉଳାଙ୍କ କଥାକୁ ଶୁଣିକିରି ଆଉ କେତେ ବାଉଳା ହେଇଛନ୍ତି। ହଁ, ବାଉଳା ବ୍ୟକ୍ତିଙ୍କ କଥାକୁ ଶୁଣି, ବାଉଳା କଥାକୁ ଶୁଣି, ବାଉଳା ବ୍ୟକ୍ତିଙ୍କ ବାଉଳା କଥାକୁ ଶୁଣି କେତେ ଜଣ ବାଉଳା ହେଇଛନ୍ତି ବା ଭ୍ରମିତ ହେଇଛନ୍ତି ବା ହଉଛନ୍ତି, ତାକୁ ବି ଆପଣମାନେ ଦେଖନ୍ତୁ। ଯେଉଁ ମୋବାଇଲରେ, ଯେଉଁ ଟିଭିରେ ଭବିଷ୍ୟତ ମାଳିକା, ଭବିଷ୍ୟତ କଥା, ଯୁଗକ୍ଷୟ କଥା, ଅବତାର କଥା, ଏଇ କଥାକୁ ଆଲୋଚନା କରାଯାଉଛି, ପ୍ରଚାର ପ୍ରସାର କରାଯାଉଛି, କେବଳ ସେତିକିରେ ହିଁ ଦେଖିଦିଅନ୍ତୁ। ବାଉଳାଙ୍କ କଥାରେ ବାଉଳା କେତେ ଦେଖନ୍ତୁ ସେଇଠି। କେତେ ସଂଖ୍ୟକ ବ୍ୟକ୍ତି ସେ ବାଉଳା କଥାକୁ ଶୁଣୁଛନ୍ତି, ଦେଖନ୍ତୁ ତାଙ୍କର ସଂଖ୍ୟା କେତେ ଅଧିକ ଅଛି। ଏ କଥାକୁ ଆପଣମାନେ ବିଚାର କରନ୍ତୁ। କେବଳ ଏତିକି ଜାଣନ୍ତୁ, ଯେତିକି ସଂଖ୍ୟକ ବାଉଳା ବ୍ୟକ୍ତି ବାଉଳା କଥାକୁ ବା ଭୁଲ କଥାକୁ ପ୍ରଚାର ପ୍ରସାର କରୁଛନ୍ତି, ତାର କେତେ ଗୁଣ ଅଧିକା ସେ ବାଉଳା କଥାକୁ ଶୁଣି ବାଉଳା ହଉଛନ୍ତି। ଅର୍ଥାତ୍ ଯଦି ଗୋଟିଏ ବ୍ୟକ୍ତି ଗୋଟିଏ ବାଉଳା କଥା କହୁଛି, ତାର ସେଇ ବାଉଳା କଥାକୁ ଶହ ଶହ ନୁହେଁ ହଜାର ହଜାର ଲକ୍ଷ ଲକ୍ଷ ଲୋକ ମଧ୍ୟ ଶୁଣୁଛନ୍ତି। କେବଳ ଶୁଣୁନାହାନ୍ତି, ସେ କଥାକୁ ଉଚିତ ମନେ କରି ଠିକ ଭାବି ସେଇଠି ସ୍ଥିର ହେଇଯାଉଛନ୍ତି। ସେଇଭଳି କର୍ମ ମଧ୍ୟ କରୁଛନ୍ତି, ସେଇଭଳି ସଂସ୍ଥା ସହିତ ବି ଯୋଡ଼ି ହେଇଯାଉଛନ୍ତି। ତେଣୁ ସର୍ବସାଧାରଣ ଭଲ ଭାବରେ ଜାଣିପାରିବେ ଯେ ବାଉଳା କଥା କହୁଥିବା ବ୍ୟକ୍ତିମାନଙ୍କର ସଂଖ୍ୟା କେତେ ଏବଂ ବାଉଳା ବ୍ୟକ୍ତିଙ୍କ ବାଉଳା କଥାରେ ବାଉଳା ହେଇଛନ୍ତି କେତେ। ଆଜିର କଥାବସ୍ତୁର ଶୀର୍ଷକ ମାଳିକାକୁ ନ ବୁଝି ବାଉଳା କେତେ, ବାଉଳା କଥାରେ ବାଉଳା କେତେ।
ଯଦି ଏହି ସଂଖ୍ୟା ଏହି ବାଉଳା ବ୍ୟକ୍ତିମାନଙ୍କ ସଂଖ୍ୟା ବାଉଳା କଥାକୁ ଶୁଣି ବାଉଳା ହେବା ବ୍ୟକ୍ତିମାନଙ୍କ ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି ପାଏ ତାହେଲେ ଭ୍ରଷ୍ଟାଚାର ଦୁରାଚାର ଅତ୍ୟାଚାର ବ୍ୟଭିଚାର ଦୁର୍ନୀତି ଅନୀତି ଦୁଷ୍କର୍ମ ଇତ୍ୟାଦି ଇତ୍ୟାଦି ଏତେ ମାତ୍ରାରେ ବୃଦ୍ଧି ପାଇବ ଯେଉଁଥିରେ ମାନବ ସମାଜ ସନ୍ତୁଳିତ ହୋଇ ରହିପାରିବ ନାହିଁ। ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବ। ତେଣୁ ଜଗନ୍ନାଥ ଦାସ ଲେଖିଛନ୍ତି ଆପଣା କଲା କର୍ମମାନ ବେଳୁ ହୋଇବ ସାବଧାନ। ତେଣୁ ଆପଣମାନେ ସମୟ ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ, ସାବଧାନ ହୁଅନ୍ତୁ, ହୁସିଆର ହୁଅନ୍ତୁ, ସଚେତନ ହୁଅନ୍ତୁ, ସଜାଗ ହୁଅନ୍ତୁ, ଜାଗ୍ରତ ହୁଅନ୍ତୁ, ଏକତ୍ରିତ ହୁଅନ୍ତୁ ଏବଂ ସତ୍ୟର ସନ୍ଧାନ କରନ୍ତୁ, ସତ୍ୟର ପ୍ରକାଶ କରନ୍ତୁ, ସତ୍ୟରେ ରୁହନ୍ତୁ। ଆଜି ପାଇଁ କଥାବସ୍ତୁକୁ ଏଇଠି ବିରାମ ଦେଉଛି। ଆଗାମୀ ଅଧ୍ୟାୟରେ ପରବର୍ତ୍ତୀ କଥାବସ୍ତୁ ଉପରେ ଆଲୋକପାତ କରିବା। ଜୟ ଜଗନ୍ନାଥ।